ଶିମ୍ବ ପିଠା ତିଆରି କରିବା ପାଇଁ ପ୍ରଥମେ ଭଲ ଭଲ ଶିମ୍ବ ଯେମିତିକି ଶିମ୍ବରେ ମଞ୍ଜି ହେଇଥିବ ତାକୁ ବାଛିକି ଛୋଟ ଛୋଟ କାଟି ନେବେ। ମସଲା ପାଇଁ ପିଆଜ, ରସୁଣ, ଅଦା, ଜିରା ଆଉ ଲଙ୍କା। କରେଇରେ ତେଲ ଗରମ ହେଲା ପରେ ସେଥିରେ ଜିରା ଆଉ ଲଙ୍କା ଫୁଟିବା ପାଇଁ ଦେବେ। ସେଟା ଫୁଟିଗଲା ପରେ ରସୁଣ, ଅଦା ଏବଂ ପିଆଜ ଦେଇ ଭଲ ଭାବରେ ଭାଜିଦେବେ। ଅଧିକା ଭାଜିବା ଦରକାର ନାହିଁ, ବାସ୍ ମସଲାର ମାନେ ରସୁଣର ବାସ୍ନା ପଳେଇବ ଆଉ ପିଆଜଟା ହାଲକା ଯେମିତି ନରମ ହେଇଯିବ। ସେ ଭାଜି ହେଇସାରିଲା ପରେ ସେଥିରେ ଆପଣ ଛୋଟ ଛୋଟ କାଟିଥିବା ଶିମ୍ବକୁ ପକାଇଦେବେ ଏବଂ ଲୁଣ ହଳଦୀ ଦେଇକି ତାକୁ ଭଲ ଭାବରେ ଭାଜି ନେବେ ଯେମିତିକି ଶିମ୍ବ ହାଲକା ସିଝିଯିବ। ଅଳ୍ପ ସମୟ ଭିତରେ ହିଁ ଶିମ୍ବଟା ସିଝି ଯାଇଥାଏ, କାରଣ ଆମକୁ ଅଧିକା ସିଝେଇବାର ନଥାଏ, ବାସ୍ ତାକୁ ହାଲକା ଭାଜିବାର ଥାଏ। ହାଲକା ଭାଜି ହେଇଗଲା ପରେ ସେଥିରେ ଗରମ ମସଲା ଓ ଚିକେନ୍ ମସଲା ଟିକେ ଦେଇଦେବେ। ଆପଣ ଅଲଗା ଯେକୌଣସି ମସଲା ଚାହିଁବେ ସେଥିରେ ଆପଣ ଏଡ଼୍ କରିପାରିବେ। ଆପଣଙ୍କର ବଟା ମସଲା ଦେଲେ ବି ବହୁତ ଭଲ ହୋଇଥାଏ। ସବୁ ଭାଜି ହେଇସାରିଲା ପରେ ସେଥିରେ ଆପଣ ପାଣି ଦେଇଦେବେ ଏବଂ ପାଣି ଦେଇକି ସେ ଶିମ୍ବକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବେ। ପାଣିଟା ଯେତେ ଭଲ ଭାବରେ ଫୁଟିବ ଆପଣଙ୍କ ପିଠାଟା ସେତେ ନରମ ହେଇଥିବ। ଏଥିରେ ମୁଁ ମାଣ୍ଡିଆ ୟୁଜ୍ କରିଛି, ମାଣ୍ଡିଆ ବିନା ଆପଣ ଚାଉଳ ଚୁନା ବି ୟୁଜ୍ କରିପାରିବେ। ତାକୁ ଦେଇକି ଭଲ ଭାବରେ ଗୋଳେଇ ଦେବେ ଏବଂ ହାଲକା ଥଣ୍ଡା ହେଇଗଲା ପରେ ଆପଣ ହାତରେ ତାକୁ ଗୋଳେଇକି ତାୱା ଗରମ କରିକି ସେଥିରେ ଅଳ୍ପ ତେଲ ଦେଇକି ତାକୁ ହାତ ସାହାଯ୍ୟରେ ତାକୁ କରିପାରିବେ। ଆପଣ ଚାହିଁଲେ ଅଧିକା ଟିକେ ନରମ କରିକି ଆପଣ ଡଙ୍କାରେ ବି ଦେଇପାରିବେ। ତାପରେ ପିଠାକୁ ଏପଟ ସେପଟ ସିଝିଲା ପରେ ଆପଣଙ୍କର ପିଠା ହେଇଗଲା। ଧନ୍ୟବାଦ।